मैट्रिक पाठ शेष पर उच्चशिक्षा कॉलेज रे नाम लिखाइबा चाहूथिबा नाबालिकाକୁ ବାପର ବାରଣ ସହ ଜୋର ଜବରଦସ୍ତ ବିବାହ କରିଦେବାର ମସୁଦା ପରେ ଥାନାର ଦ୍ୱାରସ୍ଥ ହେବା ସହ କଲେଜରେ ପାଠ ପଢ଼ିବାକୁ ସହଯୋଗ ପାଇଁ ପୋଲିସକୁ ନିବେଦନ କଲେ। ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଥାନା ଯମୁନାଶୋଳ ଗାଁରେ। ସୂଚନାରୁ ପ୍ରକାଶ ଯମୁନାଶୋଳ ଗାଁର ଶେଖ୍ ବୈନୁରଙ୍କ ଝିଅ ଅମୃତା ଚଳିତ ବର୍ଷ ମ୍ୟାଟ୍ରିକ୍ ପାସ୍ କରିଥିବା ବେଳେ ଉଚ୍ଚଶିକ୍ଷା ପାଇଁ କଲେଜରେ ନାମ ଲେଖାଇବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ବାପା ଓ ପରିବାର ଲୋକମାନେ ପାଠ ଛାଡ଼ି ବିବାହ କରିଦେବାକୁ ସ୍ଥିର କରିଥିଲେ। ତେବେ ନାବାଳିକା ବିବାହକୁ ବିରୋଧ କରିବା ସହ ପାଠ ପଢ଼ିବାକୁ ଜିଦ୍ ଧରିବାରୁ ବାପା ପିଟାମାରା କରି ଜୋରଜବରଦସ୍ତ ବିବାହ ପାଇଁ ଚେଷ୍ଟା କରିବାରୁ ନାବାଳିକା କୌଶଳକ୍ରମେ ନିଜ ଅଜା ଘରକୁ ପଳାଇଥିଲେ। ତେବେ ସେଠାରେ ବାପା ଓ କିଛି ଅସାମାଜିକ ବ୍ୟକ୍ତି ଅଜା ଘରୁ ନାବାଳିକାକୁ ଆଣିବାକୁ ଉଦ୍ୟମ ପରେ ବିଫଳ ହୋଇ ଝିଅର ଅଜା, ମାମୁଁ ଓ ନାବାଳିକାକୁ ଆକ୍ରମଣ କରିଥିଲେ। ତେବେ ବାପାର ଏତାଦୃଶ ଆଚରଣକୁ ବିରୋଧ କରି ନାବାଳିକା ଜଣକ ବାଲିଆପାଳ ଥାନାରେ ନ୍ୟାୟ ପାଇଁ ତଥା ଉଚ୍ଚଶିକ୍ଷା ପାଇଁ ସହଯୋଗ କରିବାକୁ ନିବେଦନ କରିବା ବେଳେ ଥାନାରୁ ମଧ୍ୟ ନ୍ୟାୟ ନ ପାଇ ନିରାଶ ହୋଇଛନ୍ତି ନାବାଳିକା। ତେବେ ବିବାହ ନ କରି ପାଠ ପଢ଼ିବାକୁ ଇଚ୍ଛୁକ ନାବାଳିକା ସହଯୋଗ ପାଇଁ ସରକାରଙ୍କଠାରେ ନିବେଦନ କରିଛନ୍ତି। ମୋ ନାଁ ଅମୃତା ନିଶା, ଆମ ଗ୍ରାମ ନାମ ଯମୁନାଶୋଳ। ମୁଁ ଏଇଥର ମ୍ୟାଟ୍ରିକ୍ ପାସ୍ କଲା ପରେ ମୋ ବାପାକୁ କହିଲି ପାଠ ପଢ଼ିବା ପାଇଁ। ମୋ ବାପା ମନା କରି ମୋତେ ବାହା କରିଦେବା ପାଇଁ ଚାହିଁଲେ। ମୁଁ ସେ କଥାକୁ ବିରୋଧ କରି ମୋ ଅଜା ଘରେ ଚୁପି ପଳେଇ ଆସିଲା ପରେ ମୋ ବାପା ଗୁଣ୍ଡା ଠେକି ଆଉ ସେ ନିଜେ ମୋତେ ମୋ ଅଜାକୁ ବାଡ଼ାପିଟା କଲେ। ତା 23 ତାରିଖ ଦିନ ଆମେ ଥାନାକୁ ଆସି ବାଲିଆପାଳ ଥାନାରେ ଆସି ସେଠି FIR ଦେଲା ପରେ ସେ କହିଲେ ଆମକୁ 29 ତାରିଖ ଦିନ ଆସ କଥା ବୁଝିବେ। ତାପରେ ମୁଁ 31 ତାରିଖ ଦିନ ଯିବାକୁ ସେ କହିଲେ ତୁମେ ଚ୍ୟାନେଲ ନମ୍ବର ନିଅ ଏବଂ ତୁମ କଥା ନିଜେ ବୁଝାଅ। ମୋ କଥା ଜମାରୁ ସେ ବୁଝିଲେ ନାହିଁ। ମୁଁ ସବୁ ଡକୁମେଣ୍ଟ ଦେଲା ପରେ ସେ ମୋତେ କହିଲେ IIC ବାଲିଆପାଳ ଥାନାରୁ କହିଲେ ଆମେ ତୋ କଥା ବୁଝିବାନି, ତୋ ବୟସ ହେଇନାହିଁ, ତୁ ଚ୍ୟାନେଲ ନମ୍ବର ନେ, ତୁ ନିଜ କଥା ନିଜେ ବୁଝ, ଆମେ ତୋ କଥା କିଛି ବୁଝିବାନି। ଏ କଥା ମତେ କହିଲା ପରେ ମୁଁ କହିଲି ଆମେ 3-4 ଥର ଏଠି ଆସିକି ବୁଲିକି ଯାଉଛୁ, ଆମ କଥା କଣ ବୁଝିବେନି ନା? ତୁମେ କଣ 3-4 ଥର ବୁଲିକି ଗଲାକୁ ଆମେ କଣ ତୁମ କଥା ବୁଝିବାନି? ହାତୀ ଦରକାର ନା କଣ? ମତେ ନମ୍ବର ଦେଲେ ତୁମ କଥା ବୁଝି ହବନି, ତୁମ ବୟସ ହେଇନାହିଁ, ତୁମେ ଏଠୁ ଯାଅ, ତୁମ କଥା ନିଜ ବୁଝ। ଯଦି ଆମେ ଥାନାରୁ ନ୍ୟାୟ ନ ପାଇବା ତାହେଲେ ଆମେ ଯିବା କୋଉଠି? ତାହେଲେ ଯାହାର ବୟସ ହେଇନାହିଁ ସେ କଣ ନ୍ୟାୟ ପାଇବ ନାହିଁ? ଆପଣଙ୍କର ଏଇଟା କଣ ବିଚାର? ମତେ ନ୍ୟାୟ ଦରକାର।